କନ୍ଦେଇଲା ପିଆଜ, ପୁଣି ବଢ଼ିଲା ବିଲାତି ଦର। ଅନେକ କସରତ ପରେ ରାଜ୍ୟ ସରକାର ଆଳୁ ଦର ନିୟନ୍ତ୍ରଣକୁ ଆଣିଥିବା ବେଳେ ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ କିଛି ଦିନ ପୂର୍ବେ ବିଲାତି ଦର ହ୍ରାସ ପାଇଥିବା ବେଳେ ବିଲାତି ଦର ମଧ୍ୟ ପୁଣି ଥରେ ବୃଦ୍ଧି ପାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅଞ୍ଚଳରେ ବର୍ତ୍ତମାନ ଆଳୁ ଦର ନିୟନ୍ତ୍ରଣରେ ରହିଥିବା ବେଳେ ପିଆଜ କିଲୋଗ୍ରାମ ପ୍ରତି 60 ଟଙ୍କା ଓ ବିଲାତି କିଲୋଗ୍ରାମ ପ୍ରତି 80 ଟଙ୍କା ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି। ସେହିପରି ଅନ୍ୟ ସମସ୍ତ ପନିପରିବା ଦର କିଲୋଗ୍ରାମ ପ୍ରତି 60 ଟଙ୍କା ଉପରକୁ ରହୁଥିବା ଅଭିଯୋଗ ହେଉଛି। ତେବେ ବର୍ତ୍ତମାନ ମସଲା ଜାତୀୟ ଦ୍ରବ୍ୟ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଇଥିବା ବେଳେ ପନିପରିବା ଦର ବୃଦ୍ଧି ଜଣେ ମଧ୍ୟବିତ୍ତ ପରିବାରକୁ ପ୍ରଭାବିତ କରିଛି। ତେବେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ଅଞ୍ଚଳଟି ବର୍ତ୍ତମାନ କୃଷିଶୂନ୍ୟ ହୋଇପଡ଼ିଥିବା ବେଳେ ଅଞ୍ଚଳବାସୀଙ୍କୁ ପନିପରିବା ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ପାଇଁ ଅନ୍ୟ ଅଞ୍ଚଳ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେବେ ପରିବହନରେ ଅବ୍ୟବସ୍ଥା ଓ ପନିପରିବା ବିକ୍ରୟ ନିମନ୍ତେ ଭେଣ୍ଡିଂ ଜୋନ୍ର ଅଭାବ କାରଣରୁ ଏଠାରେ ପନିପରିବା ଦର ହ୍ରାସ ପାଏ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ତେଣୁ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଲେ ଅଞ୍ଚଳବାସୀ ସୁଲଭ ମୂଲ୍ୟରେ ପନିପରିବା ପାଇପାରିବେ ବୋଲି ମତ ପ୍ରକାଶ ପାଉଛି।